ପାଳଙ୍ଗ ଶାଗ ଖାଇବା ପାଇଁ ଯଦି ଛୋଟ ପିଲାମାନେ ପସନ୍ଦ କରୁନାହାନ୍ତି ଥରେ ଏଇପରି ଢାବା ଷ୍ଟାଇଲରେ ପାଳଙ୍ଗ ଆଳୁଦମ ବନେଇ ଦିଅନ୍ତୁ। ଦେଖିବେ ଖାଇବା ପାଇଁ ଏତେ ପସନ୍ଦ କରିବେ ନା, ସବୁବେଳେ କହିବେ ଏମିତି ହିଁ ବନେଇବା ପାଇଁ। ତା ସହିତ ପାଳଙ୍ଗ ଶାଗର ତ ବହୁତ ସାରା ଭିଟାମିନ୍ ସହିତ ପ୍ରୋଟିନ୍, କ୍ୟାଲସିୟମ, ପୋଟାସିୟମ ପୁରା ଭରପୁର ଅବସ୍ଥାରେ ଥାଏ। ଘରେ ଆକୁ ଥରେ ଥରେ ନିଶ୍ଚୟ ବନାନ୍ତୁ। ନମସ୍କାର, ପ୍ରତିଦିନ ରୋଷେଇକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣମାନଙ୍କୁ ଅନୁରୋଧ ରହିଲା, ଯଦି ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ତା ସହିତ ପ୍ଲିଜ୍ ଗୋଟେ ଭିଡ଼ିଓକୁ ଲାଇକ୍ କରିବେ। ପାଳଙ୍ଗ ଶାଗର ରେସିପି ବନେଇବା ପାଇଁ ମୁଁ ଏଠି 2 ବିଡ଼ା ପାଳଙ୍ଗ ଶାଗ ନେଇଛି। ପାଳଙ୍ଗ ଶାଗକୁ ପ୍ରଥମେ କ'ଣ କରିବେ ନା ବାଛି ନେବେ। ତାର ଯେଉଁ ମୋଟା ଡେମ୍ଫ ଥିବ ନା, ଡେମ୍ଫ ଏଠି ୟୁଜ୍ କରିବେନି। ଏବେ ପାଳଙ୍ଗ ଶାଗକୁ ଧୋଇକି ଛୋଟ ଛୋଟ ପିସ୍ରେ କାଟି ନେବା, ଗୋଟେ ସାଇଡ଼୍ରେ ରଖିନେବା। ଚାଲନ୍ତୁ ଏବେ ତରକାରୀ ବନେଇବା। ସେଥିପାଇଁ ଗୋଟେ କଡ଼େଇ ବସେଇଛି। କଡ଼େଇରେ ଦେଇଦେବା 2 ଚାମଚ ସୋରିଷ ତେଲ। ତେଲକୁ ପ୍ରଥମେ ଭଲ ଭାବରେ ଗରମ ହେବା ପାଇଁ ଦେବେ। ତେଲ ଯେତେବେଳେ ଗରମ ହେଇଯିବ, 1 ଚାମଚ ଦେଇଦେବେ ଜିରା। ତା ସହିତ ଗୋଟେ ତେଜପତ୍ର ଦେଇଦେବା। ଗୋଟେ ଶୁଖିଲା ଲଙ୍କାକୁ ଏମିତି ଛିଣ୍ଡେଇକି ଦେଇଦେବା। ତା ସହିତ ମୁଁ ଏଠି ଦେଇଦେଉଛି 1 ରୁ 1.5 ଚାମଚ ରସୁଣ ଆଉ କଞ୍ଚା ଲଙ୍କାର ଛେଚା ଦେବେ, ଟେଷ୍ଟ ଭଲ ଆସିବ। ଆପଣ ଚାହିଁଲେ ଏଠି କାଟିକିରି ମଧ୍ୟ ୟୁଜ୍ କରିପାରିବେ, କିନ୍ତୁ ଏଠି ପେଷ୍ଟ ଜମା ୟୁଜ୍ କରିବେନି। ଆଉ ଗୋଟେ କଥା ମନେ ରଖିଥିବେ, ଅଦା ୟୁଜ୍ କରିବେନି, ନହେଲେ ଟେଷ୍ଟ ପୁରା କଡ଼ୁଆ ଟାଇପ୍ର ଲାଗିବ। ଏବେ ଆମେ କ'ଣ କରିବା ନା, ଆକୁ ଜଷ୍ଟ ଟିକେ ଭାଜି ନେବା। ଭାଜି ନେଇ ସାରିଲା ପରେ ଏଠି ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜକୁ ପୁରା ଫାଇନଲି ଚପ୍ କରି ନେଇଥିଲି, ପିଆଜକୁ ଦେଇଦେବା। ପିଆଜକୁ ଦେଇ ସାରିଲା ପରେ ଜଷ୍ଟ ପିଆଜକୁ ସାଲୋ ଫ୍ରାଏ କରି ଭାଜିବେ। ଜମା ଲାଇଟ୍ ବ୍ରାଉନ୍ କଲର୍ କରି ଭାଜିବେନି। କ'ଣ ପାଇଁ ଭାଜିବେନି ମୁଁ ଆପଣଙ୍କୁ ଆଗକୁ କହିବି। ଫ୍ଲେମ୍କୁ ଏଠି କ'ଣ କରିବା ନା, ଲୋ ଟୁ ମିଡ଼ିୟମ୍ ରଖିବା। ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ମୁଁ ଏଠି କ'ଣ କରୁଛି ନା, 5 ରୁ 6ଟି ଆଳୁକୁ ଚୋପା ଛଡ଼େଇକି ଯେମିତି ଆଳୁଦମ ପାଇଁ କାଟନ୍ତି ସେହିପରି କାଟିକି ଦେଇଛି। ମାନେ ଆଳୁର ସାଇଜ୍ ଟିକେ ଏଠି ବଡ଼ ରଖିଛି। ଆପଣ ଚାହିଁଲେ ଆଳୁର ସାଇଜ୍ ଛୋଟ ମଧ୍ୟ କରିପାରିବେ। ଆଳୁ ଦେଇ ସାରିଲା ପରେ ପିଆଜ ଆଉ ଆଳୁକୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ପ୍ରଥମେ 1 ରୁ 2 ମିନିଟ୍ ପାଇଁ ଭାଜି ନେବା। ଭାଜି ନେଇ ସାରିଲା ପରେ ସ୍ୱାଦ ହିସାବରେ ଏଠି ଲୁଣ ୟୁଜ୍ କରିବେ। ଆଳୁ ଯେତିକି ଅଛି ସେଥିପାଇଁ ହିଁ ଲୁଣ ଦେବେ, ଆଉ ଶାଗ ପାଇଁ ଜଷ୍ଟ ଟିକେ କମ୍ ଲୁଣ ଦେବେ। ମୁଁ ଏଠି 1/2 ଚାମଚ ଲୁଣ ଦେଇଦେବି। ଲୁଣ ଦେଇକି ଆକୁ ଜଷ୍ଟ ଟିକେ ଭାଜି ନେବି। ଯଦି ଆପଣ ଏଇ ଟାଇମ୍ରେ ଲୁଣ ଦେବେ ନା, ଆଳୁରୁ ପାଣି ତ ବାହାରିଯିବ, ଆଳୁ ଅତି ଶୀଘ୍ର ସିଝିଯିବ। ମୁଁ ଏଠି ଲୁଣ ଦେଇକି ଜଷ୍ଟ ଟିକେ ଭାଜି ନେଇଛି। ତାପରେ ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖିକି କଭର୍ ଲଗାଇଦେବା। କଭର୍ ଲଗାଇକି 4 ରୁ 5 ମିନିଟ୍ ଆଳୁ ସିଝିବା ପାଇଁ ଛାଡ଼ିଦେବା। ଯେହେତୁ ଆମ ଆଳୁର ସାଇଜ୍ ଟିକେ ବଡ଼ ଅଛି, ସେଥିପାଇଁ ଅଧିକା ସମୟ ଛାଡ଼ିବେ। ଯଦି ଆପଣଙ୍କ ଆଳୁର ସାଇଜ୍ ଛୋଟ ଥିବ ଟିକେ କମ୍ ସମୟ ଛାଡ଼ିବେ। 4 ରୁ 5 ମିନିଟ୍ ପରେ ମୁଁ ଏଠି କଭର୍ କାଢ଼ି ନେଇଛି। ଦେଖିପାରୁଥିବେ ପିଆଜର କଲର୍ ତ ଚେଞ୍ଜ ହେଇଗଲାଣି। ତା ସହିତ ଆଳୁ ମଧ୍ୟ ପାଖାପାଖି 60 ରୁ 70% ସିଝି ଯାଇଛି। ଏମିତି ଟିକେ ଭାଜି ନେବେ। ଭାଜି ନେଇ ସାରିଲା ପରେ 2 ରୁ 3 ମିନିଟ୍ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଛାଡ଼ିଦେବେ। 3 ମିନିଟ୍ ହେଇଗଲାଣି। ମୁଁ ଏଠି ଆଳୁକୁ କ'ଣ କରିବି ନା, ଆଉ ଥରେ ଟିକେ ଭାଜି ନେବି। ଦେଖିପାରୁଥିବେ ଆଳୁର କଲର୍ ଚେଞ୍ଜ ହେଇଯିବା ସହିତ ଆଳୁ ମଧ୍ୟ ସିଝିଗଲାଣି। ଏବେ ଆଉ ବେଶୀ ଭାଜିବାନି। ଲାଷ୍ଟକୁ ଆମେ କ'ଣ ୟୁଜ୍ କରିବା ନା, ଗୋଟେ ମିଡ଼ିୟମ୍ ସାଇଜ୍ର ଟମାଟୋକୁ ମୁଁ ଫାଇନଲି ଚପ୍ କରି ନେଇଥିଲି। ଟମାଟୋ ଏଠି ଦେଇଦେବା। ଟମାଟୋ ଦେଇ ସାରିଲା ପରେ ଟମାଟୋକୁ ମଧ୍ୟ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ପାଖାପାଖି 1 ରୁ 2 ମିନିଟ୍ ଟମାଟୋ ଏଠି କ'ଣ କରିବା ନା ଭାଜି ନେବେ। ଟମାଟୋ ଦେଖିପାରୁଥିବେ 50% ସିଝିଗଲାଣି। ଏବେ ପାଖାପାଖି 1 ରୁ 2 ମିନିଟ୍ ଟମାଟୋ ସହିତ ଆଳୁକୁ ଛାଡ଼ିଦେବା। ତାପରେ କ'ଣ କରିବା ନା, ଆଉ ଥରେ 1 ରୁ 2 ମିନିଟ୍ ଟମାଟୋକୁ ମଧ୍ୟ ଭାଜି ନେବା। ଦେଖନ୍ତୁ ଟମାଟୋ ଆଳୁ ପୁରାପୁରି ସିଝି ଯାଇଛି, ଆଉ ଟମାଟୋ ମଧ୍ୟ ଭଲସେ ମିଶିଗଲାଣି। ଏଠି ଆଉ ବେଶୀ ଭାଜିବାନି। ଏବେ ଆମେ କ'ଣ କରିବା ନା, ଗୁଣ୍ଡ ମସଲା ୟୁଜ୍ କରିବା। ଫ୍ଲେମ୍କୁ ଲୋ କରିବା। ଲୋ ଫ୍ଲେମ୍ରେ 1 ଚାମଚ ମୁଁ ଏଠି ଦେଇଦେବି ଚିଲି ପାଉଡ଼ର। ତା ସହିତ 1/2 ଚାମଚ ଏଠି ଆମେ କ'ଣ କରିବା ନା, ଧନିଆ ଗୁଣ୍ଡ ୟୁଜ୍ କରିବା। ତା ସହିତ ଟିକେ ଭଲ କଲର୍ ଆସିବା ପାଇଁ ଅଳ୍ପ ଟିକେ ଦେଇଦେବା ହଳଦୀ ଗୁଣ୍ଡ। 1/4 ଚାମଚ ମୁଁ ଏଠି ହଳଦୀ ଗୁଣ୍ଡ ଦେଉଛି। ଏତିକି ହିଁ ଶୁଖିଲା ମସଲା ୟୁଜ୍ କରିବେ, ଆଉ ବେଶୀ ମସଲା କିଛି ୟୁଜ୍ କରିବେନି। ଶୁଖିଲା ମସଲା ଦେଇ ସାରିଲା ପରେ ମସଲାକୁ ପାଖାପାଖି 1 ରୁ 2 ମିନିଟ୍ ମସଲାକୁ କଷି ନେବେ। ଫ୍ଲେମ୍କୁ ଏଠି ଲୋ ରଖିକି ମସଲାକୁ ହିଁ କଷିବେ, ଯେହେତୁ ଆମେ ଶୁଖିଲା ମସଲା ୟୁଜ୍ କରିଛେ, ନହେଲେ ମସଲା ପୋଡ଼ିଯିବ। ଏବେ ଆମେ କ'ଣ କରିବା ନା, 3 ରୁ 4 ଚାମଚ ପାଣି ଦେଇଦେବା। ମସଲା ସିଝିବା ପାଇଁ ହିଁ ପାଣି ଦେବେ। ଆଳୁ ତ ଆମର ଅଲରେଡ଼ି ଆଗରୁ ସିଝି ଯାଇଛି। ସେଥିପାଇଁ ମୁଁ କ'ଣ କରୁଛି ନା, ଜଷ୍ଟ ଟିକେ ମିଶାଇ ନେବି। ମିଶାଇ ସାରିଲା ପରେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ କଭର୍ ଲଗାଇଦେବି। କଭର୍ ଲଗାଇକି ମାତ୍ର 2 ମିନିଟ୍ ହିଁ ଛାଡ଼ିବେ, ବେଶୀ ଛାଡ଼ିବେନି। 2 ମିନିଟ୍ ହେଇଗଲାଣି। ମୁଁ ଏଠି କଭର୍ କାଢ଼ି ନେଉଛି। ଦେଖିପାରୁଥିବେ ମସଲା ପୁରା ପରଫେକ୍ଟ ସିଝିଛି। ଏବେ ଆମେ କ'ଣ କରିବା ନା, ମସଲାକୁ ଟିକେ ମିଶାଇ ନେବା। ଯଦି ଆପଣ ଆଳୁ ଆଗରୁ ସିଝାଇବା ପାଇଁ ଅଳ୍ପ ଚାହୁଁଥିବେ ତାହେଲେ ଅଳ୍ପ ସିଝାଇ ପାରିବେ। ଏଇ ମସଲା ଟାଇମ୍ରେ ମଧ୍ୟ ଆଳୁକୁ ମଧ୍ୟ ସିଝାଇ ପାରିବେ। ମୁଁ ଏଠି ମସଲା ଆଉ ଆଳୁକୁ 1 ରୁ 2 ମିନିଟ୍ କଷି ନେବି। ଆଉ ମସଲାର କଲର୍ ଦେଖନ୍ତୁ ପୁରା ପରଫେକ୍ଟ ଆସିଛି। ତା ସହିତ ଟେକ୍ସଚର୍ ମଧ୍ୟ ପରଫେକ୍ଟ ଆସିଛି। ଏବେ ଲାଷ୍ଟକୁ ଆମେ କ'ଣ କରିବା ନା, ପାଳଙ୍ଗ ଶାଗ ଦେବା। ଏଠି ପାଳଙ୍ଗ ଶାଗକୁ ଧୋଇକିରି କାଟିକି ଗୋଟେ ଛଣାରେ ରଖିଦେଇଥିଲି। ତାର ସବୁ ପାଳଙ୍ଗ ଶାଗ ଦେଇଦେବି। ପାଳଙ୍ଗ ଶାଗ ଦେଇସାରିଲା ପରେ ଆଗ ଜମା ବି ମିଶାଇବେନି। କଭର୍ ଲଗାଇଦେବେ। କଭର୍ ଲଗାଇକି 1 ମିନିଟ୍ ଛାଡ଼ିଦେବେ। ଯେହେତୁ ପାଳଙ୍ଗର ନାଡ଼ ଟିକେ କ'ଣ ହୋଇଥାଏ ନା, ଟିକେ ଟାଣ ଥାଏ ନା, ସେଥିପାଇଁ ଛାଡ଼ିଦେବେ।
गोटे मिनिट पर ये कभर काढ़ी ने कभर काढ़ी सारा पर आपको कौन करे ना मसला आलू सहित पालंग शाग को मिसई ने लास्ट को सब पालंग शाग देवे जहाँफल टेस्ट भल आसो आ शाग अति सीझबनी अति सीझीज शाग ना टेस्ट जमा भी आसबनी देखिपे केते अधिका देखा जाउथिला जो पालंग शाग को आम मसला सहित मिसई देले ना पालंग शाग पूरा क्वांटिटी कम हो गला से जितेबाला आप शाग बनाऊँच सब क्वांटिटी अधिका नापी चेष्टा करेंगे। एबे कभर लगे गोटे मिनिट छाड़ी देइथिली गोटे मिनिट पर मुझे आपको देखा देखिपे शागुर पानी बाहर सारा मीडियम फ्लेम रे एबे कौन करे ना शाग और आलू को पाखापाखि 1 ରୁ 2 मिनिट एमती कषा जहाँफल जो शागुर पानी बाहरी ना से पूरा मरीज आ पूरा जुकजुकिया टाइप हो टेस्ट भल आसो कषि सारा पर ये मुझे लास्ट कौन करी ना कि धनिया पत्र काटिकी देदेवी धनिया पत्र देले टेस्ट भल आसी थाए ता सहित आप चाहिए ये गरम मसला आधा चामच यूज करेंगे मुझे धनिया पत्र देके आपको मिसई सारा देखिपे पालंग आलूदम पूरापूरी बनिकी रेडी सरला मुझे देखई दूसरी देखिपे पूरा टेक्सचर पूरा परफेक्ट आसछि ता सहित पूरा पालंग आलूर टेस्ट बहुत भल आसी थाए आपको थोड़े घरे निश्चय बनातु केमिति बनिला मो सहित कमेंट सेक्शन रे शेयर करंतु जदि चैनल रे नुआ अछंती प्लीज चैनल को सब्सक्राइब करनेबे ता सहित लाइक करिवे। धन्यवाद।